ସାହିତ୍ୟର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା। ଜୀବନ ବ୍ୟାଖ୍ୟାର ନାମ ସାହିତ୍ୟ ବୋଲି କଥା ଅଛି। ତେବେ ଏଥିରେ ଯେ ଗଳ୍ପ, ଉପନ୍ୟାସ, କବିତା ଲେଖା ସାହିତ୍ୟର ପ୍ରକୃତ ସଂଜ୍ଞା ରହିଛି, ଏହା କଦାପି କୁହାଯାଇ ପାରିବ ନାହିଁ। କାରଣ ଇତିହାସ, ମନସ୍ତତ୍ତ୍ୱ, ନୃତତ୍ତ୍ୱ, ସମାଜତତ୍ତ୍ୱକୁ ବି ସାହିତ୍ୟ ପଦବାଚ୍ୟ ପ୍ରଦତ୍ତ ଅଛି। ଯେହେତୁ ଏଥିରେ ବି ଜୀବନର ବୟାନ ଅଛି, ଯେଉଁଥିପାଇଁ ଏଗୁଡ଼ିକୁ ଜ୍ଞାନର ସାହିତ୍ୟ ବୋଲି କୁହାଯାଇଅଛି। ସାହିତ୍ୟର ମୂଳ ଲକ୍ଷ୍ୟ ହେଲା ମଣିଷର କାମରେ ଆସିବା, ମଣିଷର ହିତ ସାଧିବା, ଉପକାର କରିବା। ଇତିହାସ, ନୃତତ୍ତ୍ୱ, ମନସ୍ତତ୍ତ୍ୱ ବି ମଣିଷର ଉପକାର କରୁଛି। ନହେଲେ ଏସବୁ ଶାସ୍ତ୍ର ସୃଷ୍ଟି ହୋଇ ନଥାନ୍ତା। ସବୁ ପ୍ରକାର ସୃଷ୍ଟ ସାହିତ୍ୟରେ ଜ୍ଞାନ ଅଛି। ଜ୍ଞାନ ହିଁ ସାହିତ୍ୟ ସୃଷ୍ଟିକାରୀ। ସୁତରାଂ ଯେଉଁମାନେ ସାହିତ୍ୟକୁ ଭାବର ଏବଂ ଜ୍ଞାନର କରି ଦୁଇ ପ୍ରକାରରେ ବିଭକ୍ତ କରିଥାନ୍ତି, ସେମାନେ ଭୁଲ କରୁଛନ୍ତି ବୋଲି କୁହାଯାଇପାରେ। ମୋ ମତରେ ସାହିତ୍ୟର ଏତାଦୃଶ ପ୍ରକାର କରାଯିବା ଅନୁଚିତ। ସାହିତ୍ୟର ଉଦ୍ଦେଶ୍ୟ ବା ଲକ୍ଷ୍ୟ ବା ଏମ୍ସ ଅଫ୍ ଲିଟରେଚର ନିହାତି ଅଛି। ସାହିତ୍ୟର ସୃଷ୍ଟିରେ ଉଦ୍ଦେଶ୍ୟ ଥାଏ କି ରଚିତ ସାହିତ୍ୟଟି ବହୁଳ ପଠିତ ହେଉ। ସାହିତ୍ୟକୁ ପାଠକ ଅଧିକ ସଂଖ୍ୟାରେ ପଢ଼ିଲେ ସାହିତ୍ୟର ଚାହିଦା, ତା'ର ଲୋକପ୍ରିୟତା ଅଛି ବୋଲି ଜଣାଯିବ। ସଂଖ୍ୟାର ବହୁଳତା ହିଁ ଲୋକପ୍ରିୟତା ବା ପପୁଲାରିଟି। ସାହିତ୍ୟ ସୃଷ୍ଟିର ପଠନରେ ସାହିତ୍ୟର ଲୋକପ୍ରିୟତା ପାଇଁ ସାହିତ୍ୟ ବହୁଳ ସଂଖ୍ୟାରେ ମୁଦ୍ରିତ ତଥା ବିକ୍ରୀତ ହୋଇଥାଏ। ଲୋକ ପାଠକ ହୋଇ ଯଦି ବାରମ୍ବାର ବହି କିଣନ୍ତି, ତେବେ ବହିର ପ୍ରଥମ ମୁଦ୍ରଣ ସରିଯିବ। ଚାହିଦା ଥିବା ହେତୁ ପରବର୍ତ୍ତୀ ମୁଦ୍ରଣ ଆବଶ୍ୟକ ହୋଇ ପଡ଼ିବ। ସୁତରାଂ ମୁଦ୍ରାକର ଯଥାଶୀଘ୍ର ପରବର୍ତ୍ତୀ ମୁଦ୍ରଣ କରାଇ ବଜାରକୁ ବହି ଛାଡ଼ିବାକୁ ବାଧ୍ୟ। ନହେଲେ ବହିର କାଟ୍ତି କମିଯିବ। ଚାହିଦାକୁ ଯଦି ସାହିତ୍ୟ ପୂରଣ କରିପାରୁନାହିଁ, ତେବେ ସେହି ପ୍ରକାର ସାହିତ୍ୟର ଅବସ୍ଥିତି ବି ରହିପାରିବ ନାହିଁ। ସାହିତ୍ୟ ଭଲ ହୋଇଥିବା ଦରକାର। ସାହିତ୍ୟର ଭଲମୟତା ବା ତାହାର ଭଲପଣ ପାଠକର ପଢ଼ିବାରେ ଜଣାଯାଇଥାଏ। ପାଠକ ରଚିତ ସାହିତ୍ୟକୁ ଥରେ ପଢ଼ି ପୁଣି ଯଦି ସେଇଟିକୁ ବାରମ୍ବାର ପଢ଼ିଲା, ତେବେ ଜଣାଯିବ କି ସାହିତ୍ୟଟି ରଚନା ଦୃଷ୍ଟିରୁ ଭଲ ଅଛି। ନହେଲେ ବାରମ୍ବାର ପଢ଼ାଯାଆନ୍ତା ନାହିଁ। ଭଲ ସାହିତ୍ୟର ପ୍ରଭାବ ପାଠକ ଜୀବନରେ ଦୀର୍ଘସ୍ଥାୟୀ ହୋଇ ରହିଯାଇଥାଏ। ଅସଂଖ୍ୟ ସାହିତ୍ୟ ରଚିତ ହେଉଛନ୍ତି। ସେମାନଙ୍କ ଭିତରୁ ଭଲ ସାହିତ୍ୟର ସଂଖ୍ୟା ନିଶ୍ଚିତରେ ସ୍ୱଳ୍ପ। ବ୍ୟାସକବି ଫକୀରମୋହନ ସେନାପତି 21 ଖଣ୍ଡ ଗପ ଲେଖିଛନ୍ତି, ଅସଂଖ୍ୟ କବିତା ଲେଖିଛନ୍ତି। ହେଲେ ଏମାନଙ୍କ ମଧ୍ୟରୁ ରେବତୀ, ପେଟେଣ୍ଟ ମେଡ଼ିସିନ, ଡାକମୁନ୍ସି, ରାଣ୍ଡିପୁଅ ଅନନ୍ତା, ଗାରୁଡ଼ି ମନ୍ତ୍ର, ସୁନାବୋହୂ ନାମିତ ଗଳ୍ପଗୁଡ଼ିକ ଭଲ। କାରଣ ନାମୋଲ୍ଲେଖିତ ଗଳ୍ପଗୁଡ଼ିକ ବହୁଳତର ଶ୍ରେଣୀକକ୍ଷର ପାଠ୍ୟ ଭାବେ ପ୍ରଚଳିତ ଥିଲେ। ଏଗୁଡ଼ିକ ବେତାର ନାଟକ ବା ରେଡ଼ିଓ ନାଟକକୁ ବଦଳିଥିଲେ। ପେଟେଣ୍ଟ ମେଡ଼ିସିନ ଗଳ୍ପଟି ନାଟ୍ୟକାର ଗୋପାଳ ଛୋଟରାୟଙ୍କ ଦ୍ୱାରା ଶ୍ରୀମତୀ ସମାର୍ଜନୀ ନାମରେ ଗୀତିନାଟ୍ୟ ରୂପ ପରିଗ୍ରହ କରି କ୍ୟାସେଟ୍ ଭାବେ ବଜାରରେ ଅତୀତରେ ବିକ୍ରି ହୋଇ ଦୂରଦର୍ଶନ ନାଟକ ଭାବରେ ପ୍ରଚାରିତ ହୋଇ ଅଗଣିତ ଶ୍ରୋତା ଏବଂ ଦର୍ଶକଙ୍କର ପ୍ରିୟଭାଜନ ହୋଇଥିଲା। ସେହିପରି ରାଣ୍ଡିପୁଅ ଅନନ୍ତା ଗଳ୍ପଟି ଦୂରଦର୍ଶନ ନାଟକ, ଡାକମୁନ୍ସି ମଧ୍ୟ ରେଡ଼ିଓ ନାଟକ ହୋଇଥିଲା। ଭଲ ନଥିଲେ ଗଳ୍ପଗୁଡ଼ିକର ଅବସ୍ଥାରେ ପରିବର୍ତ୍ତନ ଆସିନଥାନ୍ତା। ସେହିପରି ଫକୀରମୋହନଙ୍କର 'ଛ' ମାଣ 8 ଗୁଣ୍ଠ' ନାମକ ଉପନ୍ୟାସ ପାଠ୍ୟ ପ୍ରଚଳିତ, ନାଟ୍ୟ ରୂପାୟିତ, ସିନେମା ଦର୍ଶିତ ହୋଇ ତା'ର ରାଚନିକ କୃତିତ୍ୱକୁ ପଳେ ପଳେ ଅକ୍ଷୁର୍ଣ୍ଣ ରଖିଅଛି। ଫକୀରମୋହନଙ୍କର 'ମୁଁ ହାଟବାହୁଡ଼ା' ନାମକ କବିତାଟି ବହୁଳତର ପାଠ୍ୟ ସମ୍ପାଦିତ କବିତା ବହିମାନଙ୍କରେ ସ୍ଥାନିତ ହୋଇ ପାଠକୀୟ ଚାହିଦା ବୃଦ୍ଧିର ସହାୟକ ହୋଇପାରିଅଛି। ସାହିତ୍ୟର ରାଚନିକ ଭଲମୟତା ପାଠକୀୟ ପଠନ ମନୋବୃତ୍ତିରୁ ଜଣାଯାଇ ତାହାର ପରବର୍ତ୍ତୀ ପାଠକୀୟ ପଦକ୍ଷେପ ଯେମିତି ଉପରେ ଉଲ୍ଲେଖ କରାଗଲା, ସେଥିରୁ ସାହିତ୍ୟର ଉଦ୍ଦେଶ୍ୟ ବା ଲକ୍ଷ୍ୟ ବିଚାର୍ଯ୍ୟ ହୋଇଗଲା। ଜୀବନ ବ୍ୟାଖ୍ୟାର ନାମ ସାହିତ୍ୟର ସଂଜ୍ଞା ବା ନାମକରଣ ଧରିଲେ ବି ସବୁ ଜୀବନ
ଜୀବନ ଅବଧାରିତ ସାହିତ୍ୟ ପାଠ୍ୟ ମନଲାଖି ହୋଇ ନ ପାରି ସାହିତ୍ୟର ଉଦ୍ଦେଶ୍ୟକୁ ପ୍ରମାଣିତ କରିପାରି ନଥାନ୍ତି। ଯେମିତି କବିବର ରାଧାନାଥ ରାୟଙ୍କର ଖଣ୍ଡକାବ୍ୟ ଚିଲିକା ଭଲ ସାହିତ୍ୟରେ ଗଣା। ଏହାର ପ୍ରଚାର ପ୍ରତିଷ୍ଠା ପାଠକୀୟ ହାର୍ଦ୍ଦିକତା ହୃଦୟଗ୍ରାହ୍ୟତା ଲାଭ କରି ଥରକୁ ଥର ଶ୍ରେଣୀରେ ପଢ଼ା ହେବା ସମ୍ପୂର୍ଣ୍ଣ ଭାବରେ ପୁଣି ଆଂଶିକ ଭାବରେ ବିଭିନ୍ନ ସ୍ୱତନ୍ତ୍ର ନାମ ଧାରଣ କରି ଯଥା ଚିଲିକାରେ ସାୟନ୍ତନ ଆକାଶ କଇଁଆ ସେହିପରି ଦରବାର କାବ୍ୟ ସମ୍ପୂର୍ଣ୍ଣ ଭାବରେ ପୁଣି ଆଂଶିକ ଭାବରେ ସ୍ୱତନ୍ତ୍ର ନାମ ଧରି କବିତା ରୂପରେ ପଢ଼ାଯାଇ ପାଠକୀୟ ଗ୍ରହଣୀୟତାକୁ ପରିପୂରଣ କରିପାରିଅଛି। ସାହିତ୍ୟର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ବା ଇଂରାଜୀରେ ଏମ୍ସ ଆଣ୍ଡ ଫଙ୍କସନ୍ସ ଅଫ୍ ଲିଟରେଚର ପ୍ରାୟ ଏକ ବୋଲି କହିଲେ ଠିକ୍ ହେବ। ସାହିତ୍ୟ ଯଦି ପାଠକୀୟ ଉଦ୍ଦେଶ୍ୟ ପୂର୍ତ୍ତି କରିପାରିଲା ସେଇ ସାଥେ ସାଥେ ସାହିତ୍ୟର କାର୍ଯ୍ୟକାରିତା ମଧ୍ୟ ଜଣାଯାଇଥାଏ। ଉଦ୍ଦେଶ୍ୟ ବା ଲକ୍ଷ୍ୟ ଏବଂ କାମଦାନ ପ୍ରାୟ ଏକା କଥା। କେବଳ ନାମ ଅଲଗା ଶ୍ରୁତି ସୁଖକରତା ତଥା କର୍ଣ୍ଣ ରସାୟନତାର ନିମିତ୍ତ ନାମ ପାଇଁ ଅଲଗା ରୀତିରେ ପ୍ରଯୁଜ୍ୟ ହୋଇଥାନ୍ତି। ସାହିତ୍ୟର ଅପର ଉଦ୍ଦେଶ୍ୟ ତାହାର ନିର୍ବାଚନର ଥାଏ। କେଉଁ ସାହିତ୍ୟ ପଢ଼ାଯିବ କେଉଁ ସାହିତ୍ୟ ପଢ଼ାଯିବ ନାହିଁ ଏହାର ନିର୍ବାଚନ ବିବେଚନା ଉପଯୁକ୍ତ ରୀତିରେ ହୋଇଥାଏ। ଏହି ପଢ଼ାଯିବା ବ୍ୟକ୍ତିକ ବା ଜଣକ ସ୍ତରରେ ତଥା ସାମୂହିକ ବା ଜାତୀୟ ସ୍ତରକୁ ନେଇ ବିଚାର୍ଯ୍ୟ ହୋଇଥାନ୍ତି। ଉଦାହରଣ ହେଲା ମୋ ସ୍ୱାମୀ ନାହାନ୍ତି ଘରେ ଉଛୁଳା ପ୍ରେମ ଉପନ୍ୟାସ ଏବଂ ଯାତ୍ରା ନାଟକମାନଙ୍କୁ ଶ୍ରେଣୀଗୃହରେ ଛାତ୍ରଛାତ୍ରୀ ଶିକ୍ଷାର୍ଥୀମାନଙ୍କୁ ପଢ଼ାଯାଇ ପାରିନଥାଏ। କିମ୍ବା ବ୍ୟକ୍ତିକ ସ୍ତରରେ କେହି ଯଦି ମୋ ସ୍ୱାମୀ ନାହାନ୍ତି ଘରେ ଉପନ୍ୟାସ ଧରି ପଢ଼ି ବସିଲା ତେବେ ତାକୁ ଦେଖି କିଛି ନୀତିଜ୍ଞ ରକ୍ଷଣଶୀଳ ଲୋକ ପ୍ରତିବାଦ କରି କହିଥାନ୍ତି ହେ ଏମିତି ଶସ୍ତା ନଭେଲ କ'ଣ ବସି ପଢ଼ୁଛୁ। ଏସବୁ ବାଜେ ନଭେଲ ନ ପଢ଼ି ଗୋପୀନାଥ ମହାନ୍ତିଙ୍କର ପରଜା ଦାଦିବୁଢ଼ା ଅମୃତର ସନ୍ତାନ ଦାନାପାଣି ଇତ୍ୟାଦି ଉପନ୍ୟାସ ସବୁ ପଢ଼ୁନୁ। ସେସବୁ ଉଚ୍ଚ କୋଟିର ଶ୍ରେଣୀକକ୍ଷର ପାଠ୍ୟାନ୍ତର୍ଗତର ଅଟନ୍ତି। ବେକାର ସାହିତ୍ୟ ପଢ଼ି କାହିଁକି ସମୟ ନଷ୍ଟ କରୁଛୁ। ସୁତରାଂ ଉଛୁଳା ପ୍ରେମ ଭଳି ଉପନ୍ୟାସ ପାଠକର ମହତ୍ ଉଦ୍ଦେଶ୍ୟ ପୂରଣକାରୀ କଦାପି ହୋଇ ନ ପାରିବାରୁ ଏଗୁଡ଼ିକୁ ନିମ୍ନ ରୁଚିଧାରୀ ଅଶିକ୍ଷିତ ମୂର୍ଖ ପାଠକ ରାତିର ନିରୋଳା ପ୍ରହରରେ ତକିଆ ତଳେ ଲୁଚାଇ ଏକାକୀ ପଢ଼ିଥିବାର ଦୃଷ୍ଟାନ୍ତ ଦେଖାଯାଇଥିଲା। ଏଥିରୁ ଜଣାପଡ଼େ ସାହିତ୍ୟର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତାରେ ଲେଖକୀୟ ଏବଂ ପାଠକୀୟ ରୁଚିର ଆଗ୍ରହର ଭେଦ ଅବଶ୍ୟ ଅଛି। ଜୀବନ ବର୍ଣ୍ଣନା ସାହିତ୍ୟର ଏ ପ୍ରକାର ରୁଚିରେ ଥିଲେ ବି ଗ୍ରାହ୍ୟତାର ପ୍ରଭେଦତା ପାଇଁ ସାହିତ୍ୟର ମହତ୍ ଉଦ୍ଦେଶ୍ୟ ବିଖଣ୍ଡିତ ହୋଇ ଯାଇଥାଏ ବୋଲି ସ୍ପଷ୍ଟ ବୁଝାପଡ଼େ। ସୁତରାଂ ସାହିତ୍ୟର ଉଦ୍ଦେଶ୍ୟ ରଚନା ଓ ପଠନରେ ନିହିତ ଅଛି। ନହେଲେ ରଚିତ ସାହିତ୍ୟ ଆଦର ତଥା ଅନାଦର ବା ହତାଦର ପାଆନ୍ତା ନାହିଁ। ବିକୃତ ରୁଚି ହିଁ ବିକୃତ ସାହିତ୍ୟ ରଚନାକୁ ଉଦ୍ଦେଶିତ କରାଏ। ଅର୍ଥାତ୍ ପାଠକ ପଢ଼ନ୍ତୁ ବଜାରି ଛତରା ହୁଅନ୍ତୁ। ଏହା ଖାଲି ସାହିତ୍ୟ କ୍ଷେତ୍ରରେ ନାହିଁ ସିନେମା ପ୍ରଦର୍ଶନରେ ବି ବୟସ୍କତା ଛାପ ବା ଆଡଲ୍ଟ ପିକ୍ଚରର ମାନକ ଦିଆଯାଇ ଛୋଟ ଛୋଟ ଅପ୍ରାପ୍ତ ବୟସ୍କ ପିଲାଙ୍କୁ ବାରଣ କରାଯାଏ ତାଗିଦ କରାଯାଇଥାଏ କି ଏସବୁ ବହି କିମ୍ବା ଏସବୁ ସିନେମା ତୋର ଦେଖିବାର ଯୋଗ୍ୟ ବା ଲାୟକ ନୁହେଁ ପଢ଼ିବାର ଅନୁମତି ଦିଆଯିବ ନାହିଁ। ଜୀବନ ବଜାରି କଥାରୁ ଆସିଛି ବୋଲି ସାହିତ୍ୟର ମହତ୍ ମହନୀୟ ଉଦ୍ଦେଶ୍ୟକୁ ବଜାରି କରି ଦିଆଯିବା କଦାପି ଗୁଣବାଚକ ପ୍ରକ୍ରିୟା ନୁହେଁ। କାରଣ ଏକ ଜାତିର ସାମୂହିକ ଜୀବନର ମାହାତ୍ମ୍ୟ ଶସ୍ତା ଅଶ୍ଳୀଳ ସାହିତ୍ୟ ସୃଷ୍ଟି ରଚନା ଓ ପଠନରେ କଦାପି ରହିପାରି ନଥାନ୍ତି। ସାହିତ୍ୟର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତା ବିବେକ ଅନୁମୋଦିତ ହେବା ଉଚିତ। ରାଧାନାଥଙ୍କର ପାର୍ବତୀ କାବ୍ୟ ବାପ ଝିଅର ଜଘନ୍ୟ ପାପକୁ ନେଇ ରଚିତ ପଠିତ ହୋଇଥିଲେ ବି ତାର ରଚନାର ମହତ୍ ଉଦ୍ଦେଶ୍ୟ ପାପ ପାଇଁ ଉପଯୁକ୍ତ ଦଣ୍ଡବିଧାନର ସାବାଡ଼ ହୋଇ ରହିଛି। ସାହିତ୍ୟର ଏ ଉଦ୍ଦେଶ୍ୟକୁ ପାଠକେ ଯେମିତି ଭୁଲି ନ ଯାଆନ୍ତୁ। ମୋହନିଆ ହୃଦୟା ରାଣୀ ପାର୍ବତୀ ପତିବ୍ରତା ହୋଇଥିଲେ ବି ସ୍ୱାମୀର ଏତାଦୃଶ ଜଘନ୍ୟ ପାପାଚାରକୁ ସତୀତ୍ୱର ଔଦାର୍ଯ୍ୟ ବା ଉଦାସୀନ ହୋଇ ଛାଡ଼ି ଦେଇ ନାହାନ୍ତି। ଜୀବନର ଆଉ ଗୋଟେ ଅଧିକା ତାଙ୍କ ପାଇଁ ପାପ ହେଉ ତଥାପି ଏଭଳି ଦୁରାଚାରୀ ନରାଧମ ପଙ୍କିଳ ଆତ୍ମାଧାରୀ ବ୍ୟକ୍ତିକୁ ରାଜା ହେଲେ ବି ଛାଡ଼ି ଦେଇ ନାହାନ୍ତି ପତି ପରମେଶ୍ୱର ଭାବିକି।
ପାପ ପାଇଁ ଜୀବନରେ ପ୍ରାୟଶ୍ଚିତ ତ ନିଶ୍ଚିତ କରିବାକୁ ହେବ। ସ୍ୱାମୀକୁ କରାଇ ନିଜେ ବି ଆତ୍ମହତ୍ୟା ଦୋଷରେ ଭାଗୀଦାରିଣୀ ହୋଇ କୂପରେ ଡେଇଁ ପଡ଼ି ଆତ୍ମହତ୍ୟା କରାଇଛନ୍ତି। ଯେହେତୁ ଭାରତୀୟ ନାରୀ ପାଇଁ ତାର ପତିବ୍ରତା ନିଜର ପୁଣ୍ୟ ଧର୍ମ, ସେହି ଧର୍ମକୁ ଝିଅର ପ୍ରେତାତ୍ମାଠାରୁ ଶୁଣି ରାଣୀ ପତିବ୍ରତାକୁ ମାନିପାରି ନାହାନ୍ତି। କାରଣ ଝିଅ ପାଇଁ ତାଙ୍କର କିଛିଟା କର୍ତ୍ତବ୍ୟ ରହିଛି। ଯେହେତୁ ସେ ଝିଅ କୌଶଲ୍ୟାଙ୍କ ଜନ୍ମଦାତ୍ରୀ ମା ହୋଇ ଝିଅ ପ୍ରତି ହୋଇଥିବା ଏ ଅବିଚାରକୁ ମାନସିକ ସ୍ତରରେ ସହିପାରି ନଥାଇ ଜୀବନରେ ଜଘନ୍ୟ କାର୍ଯ୍ୟକ୍ରମ ବା ଡ୍ରାଷ୍ଟିକ୍ ଆକ୍ସନ୍ ହାତକୁ ନେଇ ସାରିବା ପରେ ନିଜକୁ ବି ମହତୀ ହୃଦୟା କ୍ଷମା ଦେଇ ପାରିନଥିଲେ। ସେଥିପାଇଁ ରାଧାନାଥଙ୍କର ପାର୍ବତୀ କାବ୍ୟ ଅସମ୍ପୂର୍ଣ୍ଣ ହେଲେ ବି ଅନନ୍ୟ କୃତି ହୋଇ ସାହିତ୍ୟର ମହନୀୟ ଉଦ୍ଦେଶ୍ୟକୁ ପୂର୍ତ୍ତି କରିପାରିଛି ବୋଲି କହିବାକୁ ହେବ। ସାହିତ୍ୟର ଅନ୍ୟତମ ଉଦ୍ଦେଶ୍ୟ ସମ୍ଭାବ୍ୟ ସତ୍ୟକୁ ପୂରଣ କରିବା, ଯାହାକି ପାର୍ବତୀ କାବ୍ୟ କରିଅଛି। ପ୍ରକୃତ ମାନବ ସମାଜରେ ଏମିତି ଦୁର୍ଘଟଣା କ'ଣ ସଂଘଟିତ ହେଉନାହିଁ? ଏହା ପ୍ରଶ୍ନବାଚୀ କେବଳ ନୁହେଁ, ମନର ବିକୃତି ଭୋଗବାଦୀ ଅଟେ। ସାହିତ୍ୟର ଉଦ୍ଦେଶ୍ୟ ଓ କାର୍ଯ୍ୟକାରିତାରେ ବାସ୍ତବ ସତ୍ୟ ଏବଂ ସମ୍ଭାବ୍ୟ ସତ୍ୟ ହୋଇ ଦୁଇଟି ସବୁବେଳେ ଥାଏ। ତାହା ଉପାଦାନ ଯେମିତି, କାର୍ଯ୍ୟକାରିତା ମଧ୍ୟ ତଦ୍ରୂପ ଅଟେ। ଜୀବନର କାର୍ଯ୍ୟକାରିତା ନେଇ ସାହିତ୍ୟ ଉଦ୍ଦେଶ୍ୟ ପୂରଣର ଉପାଦାନ ହୋଇଥାଏ। ସାହିତ୍ୟର କାର୍ଯ୍ୟକାରିତା ମନୁଷ୍ୟ ଜୀବନରେ ସାହିତ୍ୟର କାମରେ ଆସିବାକୁ ବୁଝାଏ। ସାହିତ୍ୟ ପଢ଼ି ମଣିଷର ବିରକ୍ତିକର ସମୟ ବିନିଯୁକ୍ତ ହୋଇଥାଏ। ଟ୍ରେନ ଯାତ୍ରା କାଳରେ ମନ ଲାଗୁଥିଲେ ଗପ ବହି ପଢ଼ି, ଉପନ୍ୟାସ ଅଧ୍ୟୟନ କରି ମଣିଷର ଯାତ୍ରାକାଳୀନ ସମୟ ବିତିଯାଏ। ସାହିତ୍ୟ ପଢ଼ିଲେ ମଣିଷ ଜୀବନ ସମ୍ପର୍କରେ ବିବିଧ ଜ୍ଞାନ ହାସଲ କରେ। ଉଦାହରଣ ହେଲା, କବି ଗୁରୁପ୍ରସାଦ ମହାନ୍ତିଙ୍କର ସୁନାର ଝରଣା କବିତା ପଢ଼ି ମଣିଷର ପରକୀୟା ପ୍ରୀତିର କାମନା ପରିପୂର୍ତ୍ତି ଜାଣିବା ସହିତ ଭାଷା ଜ୍ଞାନ, କବିତାର ନାମ ପ୍ରଦାନରେ କବିର ବୌଦ୍ଧିକ ବୁଦ୍ଧିଦୀପ୍ତ ମନୀଷା, କବିତାର ଚାରୁ ଅଭିବ୍ୟକ୍ତିକୁ ପାଠକ ଜାଣିଥାଏ। ସେହିପରି ଗୋବର ଗଣେଶ କବିତାରେ ମଣିଷର ଯୌନ ବିକୃତି, ବିକାରଗ୍ରସ୍ତତା, ପାଗଳାମୀର କେମିତି ମନରେ ସୁତୀବ୍ର ଥାଇ ମଣିଷର କାର୍ଯ୍ୟକୁ କିଭଳି ଅଶ୍ଳୀଳ କରାଏ ଜଣାପଡ଼େ। ମଣିଷର ଭିତର ମନ ସବୁ ପ୍ରକାର ଅକର୍ତ୍ତବ୍ୟର ଲୀଳାଭୂମି। କବିତାର ନାମକରଣରେ ଅର୍ଥ ଥିବାଟି ହେଲା ଗୋବର ମୂର୍ଖତାର ଏବଂ ଗଣେଶ ଚାଲାକିତ୍ୱର ସଂକେତ, ଅର୍ଥାତ୍ ଜାଣିସିଆଣିଆ ବଦମାସ। ଯୌନ ପାଗଳ ବ୍ୟକ୍ତିଟି ଯାହା କରୁଛି ସେସବୁ ସେ ଜାଣିକି କରୁଛି, ତାହା ତାର ସଜ୍ଞାନଚିତ୍ତର କାମ। କବିତାରେ ସେ ନିଜେ ବି ଏହା ଖୋଲାଖୋଲି କହି ଦେଇଅଛି। ନାରୀର ଗୋଲ ଛାତି, ତାର ବ୍ଲାଉଜ ବ୍ରାକୁ ଛାତିରେ ଜାକି ଧରିବା, ମଲ୍ଲିହାରକୁ ଛାତି ପକେଟରେ ପକାଇବା, ବାହାର କରି ଶୁଙ୍ଘିବା ଇତ୍ୟାଦି ଅସ୍ୱାଭାବିକ ବା ଆବନର୍ମାଲ କାର୍ଯ୍ୟକଳାପ ସବୁ ଯୌନ ପାଗଳାମୀ ବ୍ୟତୀତ ଅନ୍ୟ କିଛି ନୁହେଁ। ଗୋବର ଗଣେଶ ବ୍ୟକ୍ତିଟି ତାର ପରକୀୟା ପ୍ରୀତିକାରିଣୀ ବେଶ୍ୟା ନାରୀକୁ କହିଛି, ଜାଣିଛଟି କୁମ୍ଭୀପାକ ନରକରେ ଅସତୀର ଦଶା, ଜାଣିଛଟି ରତ ହେଲେ ପର ପୁରୁଷରେ, ଜାଣୁଛି ପାପ ଅଥଚ ପାପ ଅର୍ଜନ କରୁଛି। ଅତଏବ ଏଥିପାଇଁ ଜାଣିସିଆଣିଆ ବଦମାସ। ଚେଇଁ ଶୋଇଥିବ ଯିଏ, ତାକୁ ଉଠାଇବ ପୁଣି କିଏର ଶୂନ୍ୟ ନାୟକ ବା ହଲୋ ମ୍ୟାନ। ତେଣୁ ଗୋବର ଗଣେଶର ମିଛ ଆଖ୍ୟାଦାରୀ। ସାହିତ୍ୟ ପାଠକ ପ୍ରାଣରେ ତାର ରଚିତ କାର୍ଯ୍ୟକୁ ଦେଖାଇ ଆକର୍ଷଣ ବଢ଼ାଏ। ଯଥା ଅବନୀ କୁମାର ବରାଳଙ୍କ ରାତି ନାମକ ଗପରେ ଜଣେ ବିପତ୍ନୀକ ବୁଢ଼ା ବ୍ୟକ୍ତିର ଦୂରସମ୍ପର୍କୀୟ ଯୁବତୀ ଝିଆରୀର ସେବାଯତ୍ନ ପାଇ ବୁଢ଼ା ବିପତ୍ନୀକ ବ୍ୟକ୍ତିଟିର ମନର ଗୋପନୀୟ ଅନ୍ଧକାର ରାତ୍ରି ଭାବନାରେ ଉପଭୋଗର ଆକାଙ୍କ୍ଷା ଜାଗିଛି। ସେ ଲାଗି ସେ ମନେ ମନେ କହିଛି, ସବୁ ରାତିରେ ମୁଁ ଯୁବକ ହୋଇଥାଏ। ବୁଢ଼ା ଜାଣିଛି ଯୁବକ ହିଁ ଯୁବତୀକୁ ଭଲ ପ୍ରେମ କରି ଜାଣେ। ବୁଢ଼ା ନୁହେଁ, ହେଲେ ବୁଢ଼ା ଦେହରେ ଯୁବକର ମନ ସଞ୍ଚାର ହୋଇଯାଇ ଇଦୃଶ ନଷ୍ଟାଲଜିଆ ଭାବନା ବା ଅନାବନା ଚିନ୍ତା ଜଗାଏ। ସେହିପରି ସଚ୍ଚିଦାନନ୍ଦ ରାଉତରାୟଙ୍କ ପଣ୍ଡିତଙ୍କ ମୃତ୍ୟୁ ଗପରେ ପୁଅ ବୋହୂଙ୍କର ଦାମ୍ପତ୍ୟ ଜୀବନର ଯୌନ ବୃତ୍ତିକୁ ରାଣ୍ଡୁଆ ବିଶ୍ୱମ୍ଭର ପଣ୍ଡିତେ ଦେଖି ରାତିରେ ଜମା ନିଦରେ ଶୋଇ ପାରିନାହାନ୍ତି। ଯୌନ କ୍ଷୁଧାରେ ପୀଡ଼ିତ ହୋଇ ମୂଲିଆଣୀ ସହିତ ନଟାବୁଦାରେ ଯୌନଚର୍ଯ୍ୟାରେ ଲିପ୍ତ ଥିବାବେଳେ ଦୈବାତ୍ ପୁଅ ଦ୍ୱାରା ଧରା ପଡ଼ିଯାଇ ବାପ ପୁଅ ଦୁହେଁ
ଅଲଗା ହୋଇଯାଇଛନ୍ତି। ମନେ ମନେ ଲଜ୍ଜିତ ଅପମାନିତ ହୋଇ ପୁଅ ମାନସିକ ସ୍ଥିତିସ୍ଥାପକତା ହରାଇ ଦୁର୍ଘଟଣାରେ ମରିଛି। ବାପା ଘର ଛାଡ଼ି ବାହାରେ ରହି ପାଗଳାମୀର ପ୍ରଳାପ କରି ପୁତ୍ର ଦୁଃଖରେ ଜୀବନ ହାରିଛନ୍ତି। କଳା କୋଇଲି ଗପରେ ଗାଳ୍ପିକ କିଶୋରୀଚରଣ ଦାସ ଦେଖାଇ ଦେଇଛନ୍ତି। ବାପା ମରିଗଲା ପରେ ତାଙ୍କ ଟ୍ରଙ୍କ ଖୋଲି ଖୋଜାଖୋଜି କରି ପୁଅମାନେ ବିପତ୍ନୀକ ପତ୍ନୀହରା ବାପାଙ୍କର ପରକୀୟା ପ୍ରୀତିର ବେଶ୍ୟା ପ୍ରୀତିର ସନ୍ଧାନ ପାଇଛନ୍ତି। କୋଇଲି ଭଲ ପକ୍ଷୀ ହେଲେ କାଉ ବସାରେ ଅଣ୍ଡା ଦେଇ କାଉ ଦ୍ୱାରା ପିଲା ଜନ୍ମାଇ ଉଡ଼ାଇ ଆଣି ପିଲା ପାଳେ। ସେହିପରି ବାହାରକୁ ଭଲ ଦିଶୁଥିବା ବାପା ଭିତରେ ଯେ କଳା କୋଇଲିର କଳଙ୍କ ଧରି ଦୁନିଆରୁ ମରି ଚାଲିଗଲେ ବି ପୁଅ ଦ୍ୱାରା କେମିତି ଚରିତ୍ରହୀନର ରୂପକୁ ଧରା ପକାଇ ଦେଲେ। ସତ କେବେ ଲୁଚି ରହେନାର ଉଦ୍ଦେଶ୍ୟ ସାହିତ୍ୟ କାର୍ଯ୍ୟକାରିତାରେ ତାର ରଚନାରେ ଦେଖାଇଥାଏ। ସାହିତ୍ୟ ତାର କାର୍ଯ୍ୟକାରିତାରେ ଲେଖକକୁ ବି ପୁରସ୍କୃତ କରାଏ, ସ୍ମରଣୀୟ କରାଏ। ବହୁବାର ପାଠ୍ୟ ଅନ୍ତର୍ଗତର ସୁଯୋଗ ଅବସର ଦିଏ। ଜୟନ୍ତୀ ଶ୍ରାଦ୍ଧ ଉତ୍ସବର ଆଲୋଚନା ସମାଲୋଚନାର ଆଲୋଚନାଚକ୍ର ପାଠଚକ୍ରର ଆୟୋଜନ କରାଏ। ଅନୁଷ୍ଠାନ ରାସ୍ତାଘାଟର ନାମକରଣ ଦିଆଏ। ଯେମିତି ଗଙ୍ଗାଧର ମେହେର ମହାବିଦ୍ୟାଳୟ ସମ୍ବଲପୁର, ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଆଠଗଡ଼, ଦୀନକୃଷ୍ଣ କଲେଜ ଜଳେଶ୍ୱର, ଗୋଦାବରୀଶ ମହାବିଦ୍ୟାଳୟ ବାଣପୁର, ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ପୁରୀ ଇତ୍ୟାଦି। ଫକୀରମୋହନ ଗୋଲେଇ ବାଲେଶ୍ୱର। ଗବେଷଣାର ଆୟୋଜନାର୍ଥେ ଭୀମଭୋଇ ଚେୟାର, ଗଙ୍ଗାଧର ଚେୟାର ପ୍ରତିଷ୍ଠେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ହୋଇଥିଲା। ସାହିତ୍ୟରୁ ସାହିତ୍ୟର ଉତ୍ପନ୍ନକାରୀ ହୁଏ, ଯଥା ରାଧାନାଥଙ୍କର ନନ୍ଦିକେଶ୍ୱରୀ କାବ୍ୟରୁ, ଶଚୀ ରାଉତରାୟଙ୍କର ଅସମାପିକା କବିତା, ମନୋରଞ୍ଜନ ଦାସଙ୍କର ନନ୍ଦିକା କେଶରୀ ନାଟକ ରଚନା, ଅଭିଜ୍ଞାନ ଶାକୁନ୍ତଳମରୁ ପ୍ରଣୟବଲ୍ଲରୀ କାବ୍ୟ ରଚନା। ସାହିତ୍ୟର ବିଷୟବସ୍ତୁ ନିରୂପିତ ଉଦ୍ଦେଶ୍ୟ ଧରେ। ଲେଖକ ତାର ରଚିତ ସାହିତ୍ୟରେ ବିବିଧ ଉଦ୍ଦେଶ୍ୟ ଦେଇନଥାଏ, ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ହିଁ ଦେଇଥାଏ। ଯେମିତି ଶକୁନ୍ତଳା ଦେବୀଙ୍କର ବଉଳା ଗଳ୍ପରେ ବଉଳା ନାମକ ଗାଈ ପ୍ରତି ସନାମାର ଅପତ୍ୟ ମୋହ ଗଳ୍ପଟିକୁ ଶେଷରେ ମେଲୋଡ୍ରାମାଟିକ୍ କରିଛି, ଅତି ନାଟକୀୟ ଉଦ୍ଦେଶ୍ୟ ଚରିତାର୍ଥକାରୀ ହୋଇଛି। ଅଶୁଭ ପୁତ୍ରର କାହାଣୀ ଗଳ୍ପରେ ଗାଳ୍ପିକ ଅଚ୍ୟୁତାନନ୍ଦ ପତି ଗୋଟିଏ ସାମାନ୍ୟ ପେଚାଛୁଆର ରୂପକ ଦେଇ ମଣିଷର ଜୀବନ ସଂଗ୍ରାମକୁ ସେଥିରେ ମୂର୍ତ୍ତିମନ୍ତ ପରୋକ୍ଷରେ କରାଇ ବାର୍ତ୍ତା ଦେଇଛନ୍ତି କି, ହେ ମଣିଷ, ଜାଣିଥା, ସଂଗ୍ରାମ ବା ଜୀବନ ଯୁଦ୍ଧ ମଣିଷ ଜୀବନ ପାଇଁ ନିହାତି ଦରକାର, ଯେଉଁଥିରେ ହାରିବା ଜିତିବାର ପ୍ରତିଯୋଗିତା ରହିଛି, ଜୀବନ ଚାଲିଯିବାର ଭୟ ବି ଅଛି। ମାଂସର ବିଳାପ ଗଳ୍ପରେ ନିହିତ ବା ରହିଥିବା ଉଦ୍ଦେଶ୍ୟ, ମଣିଷ ନିଜର ତୁଚ୍ଛା ମାନବ ବନ୍ଧୁତ୍ୱ ପାଖରେ ପଶୁ ସହିତ ରହିଥିବା ବନ୍ଧୁତ୍ୱକୁ ଜଳାଞ୍ଜଳି ଦେଇଛି। ନିଜର ଇଜ୍ଜତ କମେଇବା ପାଇଁ ପୋଷା ପାଳିତ ପଶୁକୁ ବନ୍ଧୁଙ୍କର ଅନୁରୋଧରେ ବଧ କରିଛି। ହେଲେ ପଶୁ ପଶୁ ମଧ୍ୟରେ ଖାଦ୍ୟ ଖାଦକ ଉଦ୍ଦେଶ୍ୟକୁ ବିଫଳ କରାଇ ପଶୁ ମଧ୍ୟରେ ସ୍ଥିତ ବନ୍ଧୁତ୍ୱ ଆତ୍ମୀୟତାର ଟେକ ରଖିପାରିଛି, ଅଥଚ ମଣିଷ ରଖିପାରିନି। ଗୋଟିଏ କୁକୁରର କଥା ଗଳ୍ପରେ ଗାଳ୍ପିକ ଅଖିଳମୋହନ ପଟ୍ଟନାୟକ ଜୀବନ ସଂଗ୍ରାମ ପାଇଁ ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ମୃତ୍ୟୁ ବିପଦକୁ ଟାଳି ବଞ୍ଚିବାର ବିଜୟବାନା ଛାର ପଶୁ ନିଜ ତୁଚ୍ଛ ଜୀବନରେ ଉଡ଼ାଇ ପାରିଛି। ସାହିତ୍ୟ ରଚିତ ହେବ, ପାଠକୀୟତା ପାଇବ, ଲୋକପ୍ରିୟତା ହାସଲ କରିବ, ପୁରସ୍କାରର ପରିଯୋଜନା କରିବ, ସ୍ମରଣୀୟତାର ମାନକ ଧରିବ, ସଭା ସମିତିରେ ଆଲୋଚିତ ହେବ, ଇତିହାସ ରଚିବ। ଏସବୁ ଭିତରେ ସାହିତ୍ୟର ଉଦ୍ଦେଶ୍ୟ ନିହିତ। ଉଦ୍ଦେଶ୍ୟ ନଥାଇ କାର୍ଯ୍ୟ ନାହିଁ। ଅଗତ୍ୟା ସାହିତ୍ୟ ନିଜେ ଉଦ୍ଦେଶ୍ୟ ଏବଂ କାର୍ଯ୍ୟକାରିତାରୁ ବିଚ୍ୟୁତ ହେବ ନାହିଁ।